ସେଇ ତ କଥା। ରସଗୋଲା କାହାର? রসগোল্লা 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 একটু মিষ্টি জিনিস, খাতে অতি মিষ্টি। উড়িষ্যা বেঙ্গল মিষ্টি দোকানে সবু জায়গায় ওইটা উপলব্ধ হয়। ওইটা হচ্ছে রসগোল্লা। দারুণ মিষ্টি। ରସଗୋଲାଟା କାହାର? ବେଙ୍ଗଲ ବାଲା କହୁଛନ୍ତି ସେମାନଙ୍କର, ଆମେ ଓଡ଼ିଆ ବାଲା କହୁଛୁ ଆମର। ପ୍ରକୃତରେ ଏଇ ରସଗୋଲାଟା କାହାର? ଏହା ତ କିଛି ସେମିତି ଠୋସ୍ ଇତିହାସ ନାହିଁ। ତେବେ କେମିତି କହିବା ଏଇଟା ଆମର ବୋଲି? ସେମାନେ କେମିତି କହିପାରୁଛନ୍ତି ଏଇଟା ତାଙ୍କର ବୋଲି? ମୁଁ ଭାବୁଛି ଗୁଲଗୁଲାଟା ସେମାନଙ୍କର ହେଇଥିବ, ରସଗୋଲାଟା ଆମର। ହେଲେ ସବୁ ଜାଗାରେ ଶୁଣିବୁ ରସଗୋଲା କାହାର, ରସଗୋଲା କାହାର, ରସଗୋଲା କାହାର। ବେଙ୍ଗଲ ଲୋକ କହୁଛି ରସଗୋଲା ଆମର, ଓଡ଼ିଶା ଲୋକ କହୁଛି ରସଗୋଲା ଆମର। ଆରେ ଭାଇ, ରସଗୋଲାଟା ସତରେ କାହାର? ଏ କଥା ସତ ଯେ ରସଗୋଲାଟା ହେଉଛି ଗୋଟେ ମିଠେଇ। ରସ ଉପରେ ଭାସୁଥାଏ, ମିଠା ଲାଗେ। ତେଣୁ ରସଗୋଲାଟା ଗୋଟେ ଫେଭରେଟ୍ ମିଠେଇ ସମସ୍ତଙ୍କର, ତୁମର ବି ମୋର ବି। ଯାହାର ଡାଇବେଟିସ୍ ତାହାର ବି। କିନ୍ତୁ କିଛି କରିବ ନାଚାର, ଡାଇବେଟିସ୍ ହେଇଛି, ଡାକ୍ତର ମନା କରିଛି ମିଠା ଖାଇବନି, ତେଣୁ ସେ ଖାଉନି। ସେଟା ଏତେ ନରମ, ରସଗୋଲାଟା ଏତେ ନରମ ଯେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ, ଦାନ୍ତ ଥାଉ ନଥାଉ, ଖାଲି ପାଟିରେ ପକେଇଲା ନା କାମ ଶେଷ। କି ମିଠା! ଓହୋ, ରସଗୋଲାକୁ କେନ୍ଦ୍ର କରିକି ଯୋଉ ଝଗଡ଼ା ଝାଟି ହଉଛନ୍ତି, ଆଉ ଦିନେ କିଏ କହିବ ଗୁଲଗୁଲା କାହାର? ତାକୁ ନେଇକି ବି ଏମିତି ଯୁକ୍ତି ତର୍କ ଝଗଡ଼ା ଝାଟି ହବ ନା ହବନି? ହବ। ଯଦି ରସଗୋଲାଟା କାହାର ବୋଲି ପ୍ରଶ୍ନ ଉଠୁଛି, ଗୁଲଗୁଲାଟା କାହାର ବୋଲି ପ୍ରଶ୍ନ ଉଠିବନି କି? ଉଠିବ। ହେଲେ ଏ ରସଗୋଲାଟା କେଉଁଠି ସୃଷ୍ଟି ହେଇଥିଲା ଆଗେ? କିଏ ତାକୁ ବନେଇଥିଲା? କାହାର ରସଗୋଲା କହିବା? ସେମିତି କିଛି ଐତିହାସିକ ପ୍ରମାଣ ଅଛି କି ନାହିଁ ମୁଁ ଜାଣିନି। ମୋ ନିଶ ପାଚିଗଲାଣି, ମୁଁ ବୁଢ଼ା ହେଲିଣି, ମୋର ସେସବୁରେ ଅଭିଜ୍ଞତା ନାହିଁ। କିନ୍ତୁ ମୋ ହିସାବରେ ମୁଁ ଗୋଟେ କଥା କହିବି। କାରଣ ହେଉଛି ଏଇ ରସଗୋଲାକୁ କେନ୍ଦ୍ର କରି ଓଡ଼ିଆରେ ଗୋଟେ ଫିଲ୍ମ ନୂଆ ନୂଆ ବାହାରିଲାଣି, ରସଗୋଲା କାହାର। ସେଇଟା ଏମିତିକା କମେଡ଼ି ଫିଲ୍ମ ଭାଇ, ମୁଁ ଦେଖୁଥିଲି, ଦେଖୁ ଦେଖୁ ଧୋଳେଇକି ଶୋଇଗଲି। କିନ୍ତୁ ଯେତିକି କମେଡ଼ି ଫିଲ୍ମ ମୁଁ ଦେଖିଛି, ହସି ହସି ଲୋକ ଗଡ଼ି ଯାଆନ୍ତି, ମୁଁ ବି ହସି ହସି ଗଡ଼ି ଯାଇଛି। କିନ୍ତୁ ରସଗୋଲା କାହାର କମେଡ଼ି ଦେଖିକି ମୋତେ ଧୂଳ ଲାଗିଲା, ମୁଁ ଶୋଇଗଲି। କାଲି ସେମିତି ଆଉ କିଏ ପ୍ରଡ୍ୟୁସର ବାହାର କରିବ ଗୁଲଗୁଲା କାହାର, ସେଟା ହିଁ ମଜା ହବ। ନାଟା ଶୁଣିତେ ଭାରି ମଜା ଲାଗୁଛି, ରସଗୋଲା କାହାର। ଆଗରୁ ଗୀତ ବାଜିଥିଲା, ଆମେ କୋଲକାତା ରସଗୋଲା ବାଜୁଥିଲା, ସମସ୍ତେ ବେଶ ମଉଜ କରୁଥିଲେ ସେ ଗୀତଟା ଶୁଣିକି। ସେମିତି ଯଦି ଗୁଲଗୁଲା ବାହାରିବ, ଓଡ଼ିଆର ଗୀତ ବାହାରିଛି ଗୁଲ ଗୁଲ ଗୁଲଗୁଲା, ପୁରୁଣା ଗୀତ ମୁଁ ଶୁଣିକି, ଗୁଲଗୁଲ ଗୁଲଗୁଲା, ତାକୁ ନେଇକି ଯଦି ଗୋଟେ କମେଡ଼ି କରାହବ ଆହୁରି ବଢ଼ିଆ ହବ। ଛାଡ଼ ସେ କଥା, ଛାଡ଼। ରସଗୋଲା ହଉ, ଗୁଲଗୁଲା ହଉ, କାଲାଜାମ ହଉ କି ଜିଲାପି ହଉ, ମିଠା ସାମଗ୍ରୀ ଯେ ବନଉଛି ତାକୁ କିସ କୁହନ୍ତି? ଆମର ଓଡ଼ିଆ ଭାଷାରେ ସେଟାକୁ ଗୁଡ଼ିଆ ବୋଲି କୁହନ୍ତି, ଗୁଡ଼ିଆ। ତେଣୁ ଯିଏଟା ତିଆରି କଲା, ତାର ମାନେ ରସଗୋଲା ତିଆରି କଲା କିଏ? ଗୁଡ଼ିଆ। ତେଣୁ କହେ ଗୁଡ଼ିଆର। ନା ଗାଈ ଆସି କହିବ କି ହଁ ମୁଁ କ୍ଷୀର ଦେଇଥିଲି, କ୍ଷୀରରୁ ଛେନା କରିକି ତୁମେ ରସଗୋଲା ବନିବ, ତେଣୁ ରସଗୋଲା ହେଉଛି ମୋର। ହବ କି? ଅସମ୍ଭବ। ସେମିତିକା ଯେ ରସଗୋଲା କାହାର? ଗୁଡ଼ିଆର।